ହଷ୍ଟେଲରେ 35 ଜଣ ଷ୍ଟୁଡେଣ୍ଟ ଅଛନ୍ତି, ସେଇଟା ବଢ଼ିକି 7 ଜଣ ବଢ଼ିକି 42 ଜଣ ଷ୍ଟୁଡେଣ୍ଟ ହେଇଯାଇଛନ୍ତି। ତ ସେ କହୁଛି କି ତାଙ୍କର ଗୋଟେ ଆଭରେଜ ଏକ୍ସପେଣ୍ଡିଚର ଅଛି। ଧର ଆମେ ମନେ କରିବା ଏନ୍ଆଇଟି ପକେଇଦେବା, 35 ଜଣ ଷ୍ଟୁଡେଣ୍ଟ ଅଛି, ତ ତାଙ୍କର ଆଭରେଜ ଏକ୍ସପେଣ୍ଡିଚର ଏକ୍ସ, ମାନେ ଟୋଟାଲ ଖର୍ଚ୍ଚ କେତେ ହେଉଛି 35x। ସେମିତି ଯଦି 7 ଜଣ ପିଲା ବଢ଼ିଗଲେ ମାନେ 42, 7 ଜଣ ପିଲା ବଢ଼ିଗଲେ ସେ କହୁଛି ଆଭରେଜ ଏକ୍ସପେଣ୍ଡିଚରଟା ଟଙ୍କାଟେ ମାଇନସ୍ ହେଇଯାଉଛି, ମାନେ x-1। କିନ୍ତୁ କ୍ୱେଶ୍ଚିନ୍ରେ ଦେଇଛି କ'ଣ 42 ଟଙ୍କା ପର ଡେ ଇନକ୍ରିଜ୍ ହେଇଯାଉଛି, ମାନେ 35x + 42। ତାମାନେ ଆମେ ଜାଣିଛେ ନମ୍ବର ଇଣ୍ଟୁ ଆଭରେଜ ଇକ୍ୱାଲ୍ ଟୁ ଟୋଟାଲ ହେଇଥାଏ। ତ କ୍ୱେଶ୍ଚିନ୍ ଅନୁସାରେ 42 × x-1 = 35x + 42। ତ ଏଇଟାକୁ ଆମେ ସଲ୍ଭ କରିବା, ଇଏ ହେବ 42x - 42 = 35x + 42। ଯଦି ଆମେ ଏଇଟା ଏପଟ ସାଇଡ଼୍କୁ ଆଣିବା କେତେ ହେଉଛି 7x, ଆଉ ଏଇଟା ଏପଟ ସାଇଡ଼୍ ପ୍ଲସ୍ ହେଇଯିବ, କେତେ ହେଉଛି 84, ମାନେ x = 12 ହେବ। ଅରିଜିନାଲ୍ ଆମର କେତେ ଥିଲା 35x, ମାନେ 35 × 12, ଯେଉଁଟାକି ହେବ 420।